ଆଜିର ପ୍ରସଙ୍ଗ ମହାକାଶରେ ଦେଶର ଭବିଷ୍ୟତ ମାର୍ଗ ପ୍ରଶସ୍ତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନା ନୀନା ସାହୁ। ମହାକାଶ କ୍ଷେତ୍ରରେ ଭାରତ ଐତିହାସିକ ସଫଳତା ହାସଲ କରିଛି। ପ୍ରଥମ ସ୍ପେଡେକ୍ସ ମିଶନକୁ ସଫଳତାର ସହ ସମ୍ପନ୍ନ କରିଛି। ଦୁଇଟି ଉପଗ୍ରହକୁ ପରସ୍ପର ସହ ମହାକାଶରେ ସଂଯୋଗ କରିବାରେ ବା ଡକିଂ ବ୍ୟବସ୍ଥା ଇସ୍ରୋ ପକ୍ଷରୁ କରାଯାଇଛି। ଏହି ଉପଲବ୍ଧ ହାସଲ କରିବାରେ ଭାରତ ବିଶ୍ୱରେ ଚତୁର୍ଥ ରାଷ୍ଟ୍ରର ମାନ୍ୟତା ହାସଲ କରିଛି। ପୂର୍ବରୁ ଆମେରିକା, ରୁଷିଆ ଏବଂ ଚୀନ ଏହି ବ୍ୟବସ୍ଥାରେ ସଫଳତା ହାସଲ କରିଛନ୍ତି। ଇସ୍ରୋର ସଫଳତାର ମାର୍ଗରେ ଏଭଳି ଏକ ବ୍ୟବସ୍ଥା ଦ୍ୱାରା ଆଉ ଏକ ସ୍ମରଣୀୟ ଫର୍ଦ୍ଦ ଯୋଡ଼ି ହୋଇଛି। ଗତକାଲି ସଫଳତାର ସହ ଡକିଂ ବ୍ୟବସ୍ଥା ପୂରଣ ହୋଇଛି। ଏଥିପାଇଁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରର ଗତ ମାସ 30 ତାରିଖରେ ଦୁଇଟି ଉପଗ୍ରହକୁ ଉତ୍କ୍ଷେପଣ କରାଯାଇଥିଲା। ଏହି ଦୁଇଟି ଉପଗ୍ରହ SDX-01 ଏବଂ SDX-02 ଉପଗ୍ରହକୁ ପୋଲାର ସ୍ୟାଟେଲାଇଟ୍ ଉତ୍କ୍ଷେପଣ ଯାନ PSLV-C60 ଉପଯୋଗ କରି ମହାକାଶକୁ ଉତ୍କ୍ଷେପଣ କରାଯାଇଥିଲା। ମହାକାଶ ଯାନ ଦୁଇଟିକୁ ପ୍ରଥମେ ନିର୍ଦ୍ଦିଷ୍ଟ ଦୂରତ୍ୱରେ ସ୍ଥିର ରଖାଯାଇ ଏହାକୁ ସଂଯୋଗ କରାଯାଇଥିଲା। ଭବିଷ୍ୟତରେ ଉପଗ୍ରହ ସେବା, ମହାକାଶ ଷ୍ଟେସନ ପରିଚାଳନା ଏବଂ ଆନ୍ତଃଗ୍ରହ ଅନ୍ୱେଷଣ ଭଳି ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏହାଦ୍ୱାରା ସମ୍ଭବ ହୋଇପାରିବ। ସ୍ପେଡେକ୍ସ ମିଶନ ମହାକାଶ କ୍ଷେତ୍ରରେ ଭାରତର ବୈଷୟିକ ଦକ୍ଷତାକୁ ପ୍ରତିପାଦନ କରିଛି। ଡକିଂ ଏବଂ ଅନଡକିଂ ବ୍ୟବସ୍ଥା ସଫଳତାର ସହ ସମ୍ପନ୍ନ କରି ଭାରତ ଏହାର ମହତ୍ୱାକାଂକ୍ଷୀ ମହାକାଶ ଅଭିଯାନରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ମିଶନର ମୂଳ ଲକ୍ଷ୍ୟ ହେଉଛି ଦୁଇଟି ଛୋଟ ମହାକାଶ ଯାନ ବ୍ୟବହାର କରି ଡକିଂ ବ୍ୟବସ୍ଥାରେ ଦୁଇଟି ଯାକ ଯାନ ଉପରେ ନିୟନ୍ତ୍ରଣ ଜନିତ କ୍ଷମତା ପ୍ରଦର୍ଶନ କରିବା। ଏହାଦ୍ୱାରା ମହାକାଶ ଯାନର କାର୍ଯ୍ୟକ୍ଷମତା ସମୟସୀମା ମଧ୍ୟ ବୃଦ୍ଧି କରାଯାଇପାରିବ। ଏଭଳି ସଫଳତା ମହାକାଶ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତା ଏବଂ ଇସ୍ରୋର କ୍ଷମତାକୁ ପ୍ରତିପାଦନ କରୁଛି। ଡକିଂ ବ୍ୟବସ୍ଥା ପରେ ଦୁଇଟି ଯାକ ଉପଗ୍ରହ ଗୋଟିଏ ମହାକାଶ ଯାନ ଭାବେ କାର୍ଯ୍ୟ କରିବ। ଗୋଟିଏ ଉପଗ୍ରହରୁ ଅନ୍ୟ ଉପଗ୍ରହକୁ ବିଦ୍ୟୁତ୍ ଶକ୍ତି ସ୍ଥାନାନ୍ତର କରାଯାଇପାରିବ। ଅନଡକିଂ ସମୟରେ ପୃଥକ ଭାବେ ପେଲୋଡ୍ ଅପରେସନ ଆରମ୍ଭ କରିବା ପାଇଁ ମହାକାଶ ଯାନ ଦୁଇଟି ପରସ୍ପରଠାରୁ ଅଲଗା ହୋଇ କାର୍ଯ୍ୟକ୍ଷମ ହୋଇପାରିବେ। ଭବିଷ୍ୟତରେ ଏ କ୍ଷେତ୍ରରେ ଅଧିକ ଜଟିଳ ଏବଂ ଉଚ୍ଚାଭିଳାଷୀ ଅଭିଯାନ ସମ୍ଭବର ମାର୍ଗ ଉନ୍ମୁକ୍ତ ହୋଇଛି। ମହାକାଶ ଯାନ ମଧ୍ୟରେ ସ୍ୱୟଂଶାସିତ ଯୋଗାଯୋଗ ବ୍ୟବସ୍ଥା, ଆନ୍ତଃ ଉପଗ୍ରହ ସଂଯୋଗ ଏବଂ ଅନ୍ୟ ମହାକାଶ ଯାନ ସ୍ଥିତି ଜାଣିବା ସଂକ୍ରାନ୍ତ ଜ୍ଞାନକୌଶଳ ଏହାଦ୍ୱାରା ସମ୍ଭବ ହୋଇପାରିବ। ସେହିଭଳି ଉଚ୍ଚ ରିଜଲ୍ୟୁସନ୍ ଫଟୋଚିତ୍ର, ପ୍ରାକୃତିକ ସମ୍ବଳ ଅନୁଧ୍ୟାନ, ଉଦ୍ଭିଦ ଅଧ୍ୟୟନ ଏବଂ କକ୍ଷପଥ ବିକିରଣ ପରିବେଶ ଜନିତ ମାପ ପ୍ରଦାନ କରିବା ସମ୍ଭବ ହୋଇପାରିବ। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇସ୍ରୋ ଏବଂ ଏହି ମିଶନ ସହ ସମ୍ପୃକ୍ତ ସମସ୍ତ ବୈଜ୍ଞାନିକ ଓ ଅଂଶୀଦାରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଆଗାମୀ ଦିନରେ ଭାରତର ମହତ୍ୱାକାଂକ୍ଷୀ ଅନ୍ତରୀକ୍ଷ ମିଶନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ। ଏହି ସଫଳତାର ଗୁରୁତ୍ୱ ଉପରେ ଆଲୋକପାତ କରି କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ସ୍ପେଡେକ୍ସ ମିଶନ ଭାରତକୁ ମହାକାଶ ଡକିଂ ବୈଷୟିକ କ୍ଷେତ୍ରରେ ବିଶ୍ୱସ୍ତରୀୟ ରାଷ୍ଟ୍ର ଭାବେ ପ୍ରତିଷ୍ଠିତ କରିଛି। ଭାରତୀୟ ଅନ୍ତରୀକ୍ଷ ଅଭିଯାନ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଏଭଳି ସଫଳତା ଭବିଷ୍ୟତର ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ, ଚନ୍ଦ୍ରଯାନ-4 ଏବଂ ଗଗନଯାନ ସମେତ ଅନ୍ୟ ଉଚ୍ଚାଭିଳାଷୀ ମିଶନର ସୁଗମ ପରିଚାଳନା ପଥ ପରିଷ୍କାର କରିଛି। ଏପରିକି ଗଗନଯାନ ମିଶନରେ ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇବା ଆଦି ବିଭିନ୍ନ ଅଭିଯାନର ମୂଳଦୁଆ ପଡ଼ିଛି ବୋଲି ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି। ଏଭଳି ବୈଷୟିକ ପ୍ରଗତି ମହାକାଶ କ୍ଷେତ୍ରରେ ଭାରତର ପ୍ରତିବଦ୍ଧତାକୁ ଆଲୋକପାତ କରିବା ସହିତ ଅଧିକ ଜଟିଳ ମିଶନ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି। ବିଶ୍ୱ ମହାକାଶ ସମ୍ପ୍ରଦାୟରେ ଏକ ପ୍ରମୁଖ ରାଷ୍ଟ୍ର ଭାବେ ଭାରତ ନିଜର ସ୍ଥିତିକୁ ମଜବୁତ କରିପାରିଛି। ସ୍ପେଡେକ୍ସ ମିଶନ ସ୍ୱଦେଶୀ ନବସୃଜନ କ୍ଷେତ୍ରରେ ଭାରତର ଅଗ୍ରଗତିକୁ ପ୍ରମାଣିତ କରିଛି। ଅନ୍ୟପକ୍ଷରେ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ତୃତୀୟ ଲଞ୍ଚ ପ୍ୟାଡ୍ ପ୍ରତିଷ୍ଠା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଇସ୍ରୋର ପରବର୍ତ୍ତୀ ପିଢ଼ି ଉତ୍କ୍ଷେପଣ ଯାନ ପାଇଁ ଭିତ୍ତିଭୂମି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ପ୍ରକଳ୍ପ ପାଇଁ 3,984 କୋଟି 86 ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି। ଏଥିରେ ଲଞ୍ଚ ପ୍ୟାଡ୍ ପ୍ରତିଷ୍ଠା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଅନ୍ତର୍ଭୁକ୍ତ। ଭବିଷ୍ୟତରେ ଭାରତୀୟ ମାନବ ମହାକାଶ ଉଡ଼ାଣ ଅଭିଯାନରେ କ୍ଷମତା ବୃଦ୍ଧି ଲକ୍ଷ୍ୟରେ ଏଭଳି ପ୍ରକଳ୍ପ ହାତକୁ ନିଆଯାଇଛି। ଶ୍ରୀହରିକୋଟାଠାରେ ଥିବା ଦ୍ୱିତୀୟ ଲଞ୍ଚ ପ୍ୟାଡ୍ ପାଇଁ ଏହି ତୃତୀୟ ଲଞ୍ଚ ପ୍ୟାଡ୍ ସହାୟକ ଭାବେ ଉପଯୋଗ କରାଯିବ।